ଆଇବ ଅଧ୍ୟାୟ 37। ଏଥିରେ ମଧ୍ୟ ମୋହର ହୃଦୟ କମ୍ପମାନ ହେଉଅଛି ଓ ସ୍ୱସ୍ଥାନରୁ ଅନ୍ତରିତ ହେଉଅଛି। ତୁମ୍ଭେମାନେ ତାହାଙ୍କ ରବର ଶବ୍ଦ ଓ ତାହାଙ୍କ ମୁଖ ନିର୍ଗତ ସ୍ୱର ଶୁଣ। ସେ ତାହା ସମୁଦାୟ ଆକାଶର ଅଧସ୍ଥାନକୁ ଓ ଆପଣା ବିଦ୍ୟୁତ୍କୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରେରଣ କରନ୍ତି। ତହିଁ ପଛେ ଏକ ରବ ଗର୍ଜନ କରଇ। ସେ ଆପଣା ମହତ୍ୱର ରବରେ ବଜ୍ରନାଦ କରନ୍ତି ଓ ତାହାଙ୍କ ରବ ଶୁଣାଗଲା ବେଳେ ସେ ତାହା ସବୁ ନିବୃତ୍ତ କରନ୍ତି ନାହିଁ। ପରମେଶ୍ୱର ଆପଣା ରବରେ ଆଶ୍ଚର୍ଯ୍ୟ ରୂପେ ଗର୍ଜନ କରନ୍ତି। ସେ ଆମ୍ଭମାନଙ୍କ ବୋଧର ଅଗମ୍ୟ ମହତ୍ କାର୍ଯ୍ୟ କରନ୍ତି। କାରଣ ସେ ହିମକୁ କହନ୍ତି, ତୁମ୍ଭେ ପୃଥିବୀରେ ପଡ଼। ସେ ସାମାନ୍ୟ ବୃଷ୍ଟି କି ଓ ଆପଣାର ପ୍ରବଳ ବୃଷ୍ଟି କି ସେହିପରି କହନ୍ତି, ଯେପରି ତାହାଙ୍କର ସୃଷ୍ଟ ସମସ୍ତ ମନୁଷ୍ୟ ତାହା ଜାଣିପାରିବେ। ଏଥିପାଇଁ ସେ ପ୍ରତ୍ୟେକ ମନୁଷ୍ୟର ହସ୍ତ ମୋହରାଙ୍କିତ କରନ୍ତି। ସେତେବେଳେ ପଶୁମାନେ ଆଶ୍ରୟ ସ୍ଥାନକୁ ଯାଆନ୍ତି ଓ ଆପଣା ଆପଣା ଗହ୍ୱରରେ ରହନ୍ତି। ଦକ୍ଷିଣସ୍ଥ ମଣ୍ଡଳରୁ ବତାସ ଆସେ ଓ ଉତ୍ତରରୁ ଶୀତ ଆସେ। ପରମେଶ୍ୱରଙ୍କ ନିଶ୍ୱାସରେ ହିମାନି ଜନ୍ମେ ଓ ଜଳରାଶିର ବିସ୍ତୃତ ସଂକୀର୍ଣ୍ଣ ହୁଏ। ଆହୁରି ସେ ନିବିଡ଼ ମେଘକୁ ଆର୍ଦ୍ରତାରେ ପୂର୍ଣ୍ଣ କରନ୍ତି। ସେ ଆପଣା ବିଦ୍ୟୁତ୍ର ମେଘ ବିସ୍ତାର କରନ୍ତି। ଆଉ ସେ ଯାହା କିଛି ଆଜ୍ଞା କରନ୍ତି ତାହା ବାସଯୋଗ୍ୟ ଭୂମଣ୍ଡଳରେ ସାଧନ କରିବା ପାଇଁ ତାହାଙ୍କ ଚାଳନା ଦ୍ୱାରା ତାହା ଘୂରେ। ଦଣ୍ଡ ନିମନ୍ତେ ବା ଆପଣା ଦେଶ ନିମନ୍ତେ ଅଥବା ଦୟା ନିମନ୍ତେ ହେଉ ସେ ତାହା ଘଟାନ୍ତି। ହେ ଆୟୁବ, ଏଥିରେ କର୍ଣ୍ଣପାତ କର, ସ୍ଥିର ହୋଇ ଠିଆ ହୁଅ ଓ ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କ୍ରିୟା ସବୁ ବିବେଚନା କର। ପରମେଶ୍ୱର କି ରୂପେ ସେମାନଙ୍କ ଉପରେ ଆପଣା ଆଜ୍ଞାଭାର ଥୁଅନ୍ତି ଓ ଆପଣା ମେଘର ବିଦ୍ୟୁତ୍କୁ ଦୀପ୍ତିମାନ କରନ୍ତି, ଏହା କି ତୁମ୍ଭେ ଜାଣ? ତୁମ୍ଭେ କି ମେଘମାଳର ସମତୌଲ ପରମ ଜ୍ଞାନୀଙ୍କର ଆଶ୍ଚର୍ଯ୍ୟ କ୍ରିୟା ସବୁ ଜାଣ? ଦକ୍ଷିଣ ବାୟୁ ସକାଶୁ ପୃଥିବୀ ସ୍ତବ୍ଧ ଥିବା ବେଳେ ତୁମ୍ଭର ବସ୍ତ୍ର କିପରି ଉଷ୍ମ ହୁଏ? ତୁମ୍ଭେ କି ଛାଞ୍ଚରେ ଢଳା ଦର୍ପଣ ପରି ଦୃଢ଼ ଆକାଶମଣ୍ଡଳକୁ ତାହାଙ୍କ ସଙ୍ଗେ ବିସ୍ତାର କରିପାର? ତାହାଙ୍କୁ କ'ଣ କହିବା, ତାହା ଆମ୍ଭମାନଙ୍କୁ ଶିଖାଅ। କାରଣ ଅନ୍ଧକାର ସକାଶୁ ଆମ୍ଭେମାନେ ଆପଣା କଥା ସଜାଇ ପାରୁନାହୁଁ। ମୁଁ କଥା କହିବାକୁ ଇଚ୍ଛା କରେ ବୋଲିକି ତାହାଙ୍କୁ କୁହାଯିବ? ଅବା କୌଣସି ମନୁଷ୍ୟ କି ଗ୍ରାସୀ ହୋଇଯିବାକୁ ଇଚ୍ଛା କରିବ? ପୁଣି ଏତେବେଳେ ଲୋକମାନେ ଆକାଶସ୍ଥ ତେଜସ୍ୱର ଦୀପ୍ତି ଦେଖନ୍ତି ନାହିଁ, ମାତ୍ର ବାୟୁ ବହି ତାହା ପରିଷ୍କାର କରେ। ଉତ୍ତର ଦିଗରୁ ସୁବର୍ଣ୍ଣମୟ ଆଭା ଆସେ। ପରମେଶ୍ୱରଙ୍କଠାରେ ଭୟାନକ ମହତ୍ୱ ଥାଏ। ସର୍ବଶକ୍ତିମାନ, ଆମ୍ଭେମାନେ ତାହାଙ୍କର ଉଦ୍ଦେଶ୍ୟ ପାଇ ନ ପାରୁ। ସେ ପରାକ୍ରମରେ ଶ୍ରେଷ୍ଠ। ପୁଣି ସେ ବିଚାର ଓ ପ୍ରଚୁର ନ୍ୟାୟଗୁଣ ହେତୁ କ୍ଲେଶ ଦେବେ ନାହିଁ। ଏଣୁ ନରଗଣ ତାହାଙ୍କୁ ଭୟ କରନ୍ତି। ଯେଉଁମାନେ ଅନ୍ତଃକରଣରେ ଜ୍ଞାନୀ, ସେ ସେମାନଙ୍କର ମୁଖାପେକ୍ଷା କରନ୍ତି ନାହିଁ।